ସାର୍ ନମସ୍କାର। नमस्कार आपण कैमरा ऑफ अछि कोन ସାର୍ सर हैप्पी टीचर्स डे ସାର୍ हैप्पी टीचर्स डେ। ओके थैंक यू लॉट्स ऑफ ग्रेटिट्यूड थैंक यू ଥ୍ୟାଙ୍କ ୟୁ ସାର୍। ସାର୍ ଏମିତି କେତେ କହିଲେ ବି ଅଛି ସାର୍, ଆଉ କଣ କହିବି, ମାନେ ଆମର ସେ ହଷ୍ଟେଲରେ ଏବେ କଲେଜ ଛୁଆ ଆସିକି ରହିଲେ, ସେମାନେ କଣ ଆରମ୍ଭ କଲେ ନା ଆମ ରାତି ହେଲେ ଭୂତ ଦେଖୁଛୁ ଆଉ ଝୁଣଝୁଣ ସାଉଣ୍ଡ ଆସୁଛି, ଆଉ କିଏ କହିଲେ ଏମିତି ଆମକୁ ଉଠେଇକି ପଳେଇଲେ, ଏମିତି କେତେ କହିଲେ। ତାପରେ ମୁଁ ତାଙ୍କୁ କେତେ ବୁଝେଇଲି, ସେ ଶୁଣିବାକୁ ନାଇଁ ସାର୍ ଆସୁଛି ଆପଣ, ଆଉ ଠିକ ଅଛି ଆଉ କାଲିଟା ଆସିବନି। ମୁଁ ତାପରେ ଆପଣ ଯୋଉ ଦେଇଥିଲେ ସିମ୍ବଲ ଯୋଉ ଜେରକ୍ସ କରିକି ପ୍ରିଣ୍ଟର ଦେଇଥିଲେ, ମୁଁ ତାର ବାହାର କଲି ଆଉ ସବୁ ଡୋରରେ ହଷ୍ଟେଲ ସବୁ ଡୋରରେ ଲଗେଇଦେଲି। को सिंबल लगेले ସବୁ ब्लेसिंग ଡୋର ବ୍ଲେସିଂ ପାଞ୍ଚଟା ସିମ୍ବଲ ହେଇକି ଗୋଟେ ଦେଇଥିବେ ଆପଣ ତ अच्छा ଦେଇଛନ୍ତି। हाँ जो एंट्रेंस डोर ହଁ लगे पे हाँ ହଁ ଏଣ୍ଟ୍ରାନ୍ସ ଡୋର ଲଗେଇବା, ତ ପାଞ୍ଚଟା ସବୁ ଡୋର ଲଗେଇଦେଲି। ଲଗେଇଲା ପରେ କହିଲେ ଆଜିଟା ତମକୁ କିଛି ହବନି। ତା ନେକ୍ସଟ ଦିନ ରାତିରେ ସକାଳୁ ହଷ୍ଟେଲ ଯାଇ ପଚାରିଲି ଆଜି କଣ ଭୂତ ଦେଖିଲ, ନାଇଁ ସାର୍ ଆଉ କିଛି ନାହିଁ, ଆଜି ସବୁ ଠିକ ଅଛି। ହଁ ଠିକ ଅଛି। अच्छा अच्छा ओके ଆଉ ସାର୍ ମୋ ସ୍କୁଲରୁ ବାହାରିକି ଘରକୁ ଯାଉଛି, ମତେ ଗୋଟେ ଆମର ଷ୍ଟାଫ ଫୋନ କଲେ, ସାର୍ ଆଉ ଯାଉଛନ୍ତି ଘରକୁ ପଦ୍ମପୁରରେ, ମାନେ ମୋ ଘର ପାଖ ଯୋଉ ଗାଁ ଟା ସେଟା ବର୍ଷା ହଉଛି ଆଉ ଯାଆନ୍ତୁନି ରିଟର୍ନ ହେଇଯାଆନ୍ତୁ। ମୁଁ କହିଲି କିଛି ଅସୁବିଧା ନାହିଁ, ମୋ ସହିତ ଏଞ୍ଜେଲ ଅଛନ୍ତି, ବର୍ଷା ବନ୍ଦ ହେଇଯିବ। ମୁଁ କଣ କଲି, ସେ କହିଲା ପରେ ନିଜେ ମୁଁ ମାଇକେଲଙ୍କୁ ଡାକିଲି, ଏଞ୍ଜେଲଙ୍କୁ, ସାର୍ ମୁଁ ଯାଉଛି ମତେ କିଛି ଅସୁବିଧା ନହଉନି, ମତେ ସେଫଲି ଘରେ ପହଞ୍ଚେଇ ଦିଅନ୍ତୁ। ସାର୍ ସତରେ ମୁଁ ଘରୁ ମାନେ ପଦ୍ମପୁର ଗଲା ବେଳକୁ ବର୍ଷା କିଛି ନାହିଁ। अच्छा ମାନେ କାଲି ବି ସାର୍ ମୁଁ ଟାଇମ ହେଇଗଲା 9:45 ହେଇଗଲା ବୋଲି ସ୍କୁଲ ମାନେ ବାହାରିଲି ଜଲଦି ଟାଇମ ହେଇଗଲା ବୋଲିକି, ବର୍ଷା ପଡୁଥିଲା ବାହାରିଲି କିନ୍ତୁ ମୁଁ ରେନ ଡ୍ରେସ ନେଇନଥିଲି। ମୁଁ କହିଲି ଦେଖନ୍ତୁ ମତେ ସେଫଲି ମତେ କେମିତି ମୋ ସ୍କୁଲରେ ପହଞ୍ଚେଇ ଦିଅନ୍ତୁ, ତାପରେ ମୁଁ ଗଲା ପର୍ଯ୍ୟନ୍ତ ତିନି ଯାଏ ଭିଜିନି। अरे वाह ग्रेट बहुत ବୋଲେ बढ़िया ମୁଁ ସେ ବୋଲେ ସେଇଠି ଭାବିଲି ଆଉ ଆଠୁ ଅଧିକା କଣ ଦରକାର ଏଞ୍ଜେଲ ଆମକୁ ସପୋର୍ଟ କରୁଛନ୍ତି ବୋଲି। यस यस ମାନେ यस ବର୍ଷା कौन ଆରମ୍ଭ ହେଲା, ମୁଁ ଯାଉଛି ଚାରିଆଡେ ବର୍ଷା ଦେଖୁଛି କିନ୍ତୁ ମୁଁ ସ୍କୁଲ ଗଲା ପର୍ଯ୍ୟନ୍ତ ଭିଜିନି। ପ୍ରତ୍ୟେକ କ୍ଷେତ୍ରରେ ସାର୍, ଯୋଉଠି ବି ମୋର ଯେତିକି ଏବେ ହଷ୍ଟେଲରେ ଯାହା ବି ପ୍ରୋବ୍ଲେମ ଆସୁଛି ଷ୍ଟୁଡେଣ୍ଟ ମାନଙ୍କୁ, ସେ ସାର୍ ମୋର ଟିକେ ଦେହ ଭଲ ଲାଗୁନି, ଏମିତି କଣ ସିମ୍ବଲ କାଟି ଦଉଛି। ମୋ ମନକୁ ଯେତେବେଳେ ଯାହା ଆସୁଛି ମୁଁ ଦେଖୁଛି, ଯୋଉ ସିମ୍ବଲ ମତେ ଆଙ୍କିବା ପାଇଁ ଆସୁଛି ଆଟେନମେଣ୍ଟ ଆସୁଛି, ମୁଁ ସେ ସିମ୍ବଲ କାଟି ଦଉଛି। ଚାଲ କିଛି ହବନି। एकदम से जो सिंबल लागुଛି ଆମକୁ ନାଇଁ ଏ ସିମ୍ବଲ ଟା ଆମକୁ ଆଟ୍ରାକ୍ଟ କରୁଛି ତୁରନ୍ତ ମାରନ୍ତୁ, କିଛି ହଁ ଭାବିବାନି ସେମିତି ଯେ କିଏ ସାର୍ କରୁଛି ସାର୍। ଏଇଟା ମତେ ଶିଖେଇଥିଲେ ଏଇଟା ହିଁ ସେଇଟା ମାରିବା ଦରକାର, କିଛି ନାହିଁ। ମତେ ସେଇଟାରେ ମନେ ପଡୁନି ସେଟା କୋଉଟା କାଟିବାର ଅଛି, ଯେ ଆପଣଙ୍କର ଯୋଉ 72ଟା ସିମ୍ବଲ ଯୋଉ ଦେଇଛନ୍ତି ସେଇଟା ଆଚ୍ଛା ଚାର୍ଟ ଆଚ୍ଛା ରଖୁଛି, ମୁଁ ତାହିଁରେ ଦେଖୁଛି ମତେ କୋଉଟା କାଟିବାକୁ ପଡିବ। ମୋର ଯୋଉଟା ଏଇଟା କାଟିଲେ ହେଇଯିବ, ତ ସେଇଟା କାଟୁଛି, କାଟିକି କହୁଛି ଯାଅ କିଛି ହବନି, ସେ ତାର ନେକ୍ସଟ ଦିନ ଓକେ। ପ୍ରତ୍ୟେକ କ୍ଷେତ୍ରରେ ସାର୍, ମାନେ ଯାହା ଦେହ ମାନେ ସାର୍ ମତେ ୱିକ୍ ଲାଗୁଛି ସାର୍, ମୁଁ କିଛି ଏବେ ଏମିତି ପିଲା ହେଇଗଲେ ଯେ ହଁ କାହାକୁ ବି କିଛି ପ୍ରୋବ୍ଲେମ ହେଲେ ସାର୍ ସେମାନେ ସିଧା ହେଇଛନ୍ତି, ସାର୍ ମତେ ଭଲ ଲାଗୁନି ଟିକେ କାଟି ଦିଅନ୍ତୁ ସାର୍। କିଏ ପାଠ ନ ପଢିଲେ, ପାଠ ନ ପଢିବା ପିଲା ବି ସାର୍ ମତେ ମନେ ପଡୁନି ଟିକେ କଣ ଗୋଟେ କରନ୍ତୁ ସାର୍, ହଁ ଆସ। ଆରେ ମାନେ ମାନେ ବହୁତ ଖୁସି ଲାଗୁଛି ସେ ଜାଗାରେ, ଯେ ପିଲା ବି ବିଶ୍ୱାସ କରି ସାରିଲେ ଯେ ସାର ପାଖକୁ ଗଲେ କୋଉଟା ଗୋଟେ ହେବ। କିଛି ଗୋଟେ ମ୍ୟାଜିକ ଅଛି ସାରଙ୍କ ପାଖରେ, ଯାହା କରୁଛନ୍ତି ହେଇଯାଉଛି କାମ। ହଁ ହେଇଯାଉଛି, ହଁ ହେଇଯାଉଛି, ବଢିଆ କଥା, ବଢିଆ ଆଜ୍ଞା କଥା ଦି ସାର୍। ଥ୍ୟାଙ୍କ ୟୁ ସାର୍ ସୋ ମଚ୍ ଆପଣଙ୍କୁ। ଚାଲନ୍ତୁ ଟାଇମ୍ ଟାକୁ ଅଲୱେଜ ମତେ ବ୍ଲେସିଂ, ଭର୍ତ୍ତି ବାସ୍ କରିଥିବାରୁ। ଏନ୍ଜୟ କରନ୍ତୁ ଥ୍ୟାଙ୍କ ଏ ୟୁ ସାର୍, ପ୍ରକାର, ରାଇଟ୍। ଥ୍ୟାଙ୍କ ୟୁ ସାର୍, ଥ୍ୟାଙ୍କ ୟୁ।